नमस्कार दर्शक बंधु मु आउ एक नुआ भिडियो रे आपन को स्वागत जनाउछि। आसिला पीएम किसान योजनार नुआ अपडेट। पीएम किसान रे एमान को मिलिबनी 22तम किस्ती। चाषी पई जरूरी सूचना, जल्दी करंतु एही काम नहेले मिलिबनी पीएम किसान रो 22तम किस्ती। चलंतु जानिबा संपूर्ण खबर। आपण प्रधानमंत्री किसान सम्मान निधि योजनार परवर्ती किस्ती पाइबा को चाहुछंती कि तेबे एही सूचना आपण पई बहुत गुरुत्वपूर्ण होई पारे। ଏହି ଯୋଜନା ଅଧୀନରେ ଚାଷୀମାନେ ବାର୍ଷିକ 6,000 ଟଙ୍କା ପାଆନ୍ତି, ଯାହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2,000 ଟଙ୍କା ଲେଖାଏଁ 3ଟି କିସ୍ତିରେ ସ୍ଥାନାନ୍ତରିତ ହୁଏ। ଏପର୍ଯ୍ୟନ୍ତ ଯୋଜନାର 21ତମ କିସ୍ତି ଜାରି ହୋଇସାରିଛି ଏବଂ ପ୍ରାୟ 9 କୋଟି ଚାଷୀ 22ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଏହି ସମୟରେ ଚାଷୀ ପରିଚୟ ପତ୍ର ସମ୍ପର୍କରେ ଚାଷୀମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ସେମାନେ ଚାଷୀ ପରିଚୟ ପତ୍ର ବିନା 2,000 ଟଙ୍କାର କିସ୍ତି ପାଇବେ କି ନାହିଁ। ସରକାର ଏ ବିଷୟରେ ଏବେ ସ୍ପଷ୍ଟ ଉତ୍ତର ଦେଇଛନ୍ତି। କେଉଁ ଚାଷୀଙ୍କ ପାଇଁ ଚାଷୀ ପରିଚୟ ପତ୍ର ବାଧ୍ୟତାମୂଳକ? ରାଜ୍ୟସଭାରେ ଦିଆଯାଇଥିବା ଏକ ଉତ୍ତରରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ସମସ୍ତ ଚାଷୀଙ୍କ ପାଇଁ ଚାଷୀ ପରିଚୟ ପତ୍ର ଏପର୍ଯ୍ୟନ୍ତ ବାଧ୍ୟତାମୂଳକ ନୁହେଁ। 14ଟି ରାଜ୍ୟରେ ଯେଉଁଠାରେ ଚାଷୀ ପରିଚୟ ପତ୍ର କାର୍ଯ୍ୟକାରୀ ହୋଇଛି ସେଠାରେ ପଞ୍ଜୀକରଣ ସମୟରେ ନୂଆ ଚାଷୀଙ୍କ ପାଇଁ ଏହା ମଧ୍ୟ ବାଧ୍ୟତାମୂଳକ ହୋଇଛି। କୃଷକ ପରିଚୟ ପତ୍ର ମାଧ୍ୟମରେ ସରକାର ଯୋଜନାର ଟଙ୍କା କେବଳ ପ୍ରକୃତ ଚାଷୀ ଏବଂ ଯୋଗ୍ୟ ଚାଷୀଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବାକୁ ଚାହୁଁଛନ୍ତି ସରକାର। କୃଷକ ପରିଚୟ ପତ୍ର ଚାଷୀଙ୍କ ଜମି, ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ସୂଚନାରେ ଗୋଟିଏ ସିଷ୍ଟମରେ ଲିଙ୍କ କରିଥାଏ। ଏହା ନକଲି ହିତାଧିକାରୀମାନଙ୍କୁ ମଧ୍ୟ ହଟାଇବାରେ ସାହାଯ୍ୟ କରେ। ଭବିଷ୍ୟତରେ ଏହି କୃଷକ ପରିଚୟ ପତ୍ର ଅନ୍ୟାନ୍ୟ ସରକାରୀ ଯୋଜନାରେ ମଧ୍ୟ ଉପଯୋଗ ହେବ। ଯଦି ଜଣେ ଚାଷୀର ପରିଚୟ ପତ୍ର ନାହିଁ ତେବେ କିସ୍ତି ବନ୍ଦ ହେବ କି ନାହିଁ, ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟରେ। ଯେଉଁ ରାଜ୍ୟଗୁଡ଼ିକର ଚାଷୀ ପରିଚୟ ପତ୍ର କାର୍ଯ୍ୟକାରୀ ହୋଇଛି, ଯଦି ଜଣେ ଚାଷୀ ଚାଷୀ ପରିଚୟ ପତ୍ର ପାଇନାହାନ୍ତି ତେବେ ତାଙ୍କର ପରବର୍ତ୍ତୀ 2,000 ଟଙ୍କା କିସ୍ତିକୁ ରୋକାଇ ଦିଆଯାଇପାରେ। ଏପରି ପରିସ୍ଥିତିରେ ସିଷ୍ଟମ ଚାଷୀଙ୍କ ବିବରଣୀ ଯାଞ୍ଚ କରିପାରେ। ତେଣୁ ଯେଉଁ ରାଜ୍ୟଗୁଡ଼ିକରେ ଚାଷୀ ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଛି ସେଠାରେ ସମୟ ସମୟରେ ମଧ୍ୟ ପଞ୍ଜୀକରଣ କରିବା ଉଚିତ। ଚାଷୀ ପରିଚୟ ପତ୍ର ପାଇଁ କିଏ ଆବେଦନ କରିପାରିବେ, ଚାଲନ୍ତୁ ଜାଣିବା। କେବଳ ଯେଉଁ ଚାଷୀମାନଙ୍କ ନାମରେ କୃଷି ଜମି ଅଛି ସେମାନେ ହିଁ ଚାଷୀ ପରିଚୟ ପତ୍ର ପାଇଁ ଆବେଦନ କରିପାରିବେ। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ମଧ୍ୟ ଯୋଗ୍ୟ। ଜମି ରେକର୍ଡ ସଠିକ୍ ହେବା ଆବଶ୍ୟକ ଏବଂ ଆଧାର ନମ୍ବର ଏକ ମୋବାଇଲ ନମ୍ବର ସହିତ ଲିଙ୍କ ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପୂର୍ବରୁ ପଞ୍ଜୀକୃତ ଚାଷୀମାନଙ୍କୁ ମଧ୍ୟ ଚାଷୀ ପରିଚୟ ପତ୍ର ପାଇବାକୁ ପରାମର୍ଶ ଦିଆଯାଇଛି। ଚାଲନ୍ତୁ ଜାଣିବା ଚାଷୀ ପରିଚୟ ପତ୍ର ପାଇଁ ଆବଶ୍ୟକୀୟ ଡକୁମେଣ୍ଟ ଗୁଡ଼ିକ କ'ଣ କ'ଣ ରହିବ। ଆଧାର କାର୍ଡ଼, ଜମି ମାଲିକାନା ଡକୁମେଣ୍ଟ। 3. ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଆକ୍ଟିଭ ମୋବାଇଲ ନମ୍ବର। କିଛି ରାଜ୍ୟରେ ବାସସ୍ଥାନ କିମ୍ବା ଜାତି ପ୍ରମାଣପତ୍ର ମଧ୍ୟ ଆବଶ୍ୟକତା ପଡ଼ିପାରେ। ଚାଷୀ ପରିଚୟ ପତ୍ର କିପରି ପାଇବେ? ଅଧିକାଂଶ ରାଜ୍ୟରେ ଚାଷୀ ପରିଚୟ ପତ୍ର ପଞ୍ଜୀକରଣ ଅନଲାଇନରେ କରାଯାଏ। ଚାଷୀମାନେ ଅଧିକାଂଶ ସେମାନଙ୍କର ରାଜ୍ୟରେ କୃଷି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସେମାନଙ୍କୁ ଜମି, ବ୍ୟାଙ୍କ ଏବଂ ବ୍ୟକ୍ତିଗତ ସୂଚନା ପୂରଣ କରିବାକୁ ପଡ଼ିବ। ଆଧାର ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା ଏକ ଓଟିପି ମାଧ୍ୟମରେ ଯାଞ୍ଚ କରିଯାଇପାରିବେ। ଯାଞ୍ଚ ପରେ ସେମାନେ ପରିଚୟ ପତ୍ର ଜାରି କରାଯାଏ। ଚାଷୀ ପରିଚୟ ପତ୍ରର ଲାଭ କ'ଣ? ଏକ କୃଷକ ପରିଚୟ ପତ୍ର ରହିବା ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ 2,000 ଟଙ୍କାର କିସ୍ତି ସମୟସୀମା ମଧ୍ୟରେ ପ୍ରାପ୍ତ ହେବ। ଏହା ସହିତ ଫସଲ ବୀମା, ସବସିଡି ଏବଂ ଅନ୍ୟ ସରକାରୀ ଯୋଜନା ପାଇଁ ବାରମ୍ବାର ଡକୁମେଣ୍ଟ ଦାଖଲ କରିବାର ଆବଶ୍ୟକତା ପଡ଼ିବନି। ଗୋଟିଏ ପରିଚୟ ପତ୍ର ଦ୍ୱାରା ଅନେକ ଯୋଜନାର ସୁବିଧା ମିଳିବ ଏବଂ ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଯଦି ଆପଣଙ୍କ ରାଜ୍ୟରେ କୃଷକ ପରିଚୟ ପତ୍ର ଯୋଜନା ଆରମ୍ଭ ହୋଇଛି ତେବେ ବିଳମ୍ବ ନକରି ଯଥାଶୀଘ୍ର ପଞ୍ଜୀକରଣ କରନ୍ତୁ। ଏହି ନିୟମ ଭବିଷ୍ୟତରେ ସମସ୍ତ ରାଜ୍ୟରେ ଲାଗୁ ହୋଇପାରେ